सांब दशमीर महात्म्य। सांब पुराण ହେଉଛି ସୂର୍ଯ୍ୟ ପୁରାଣର ଅନ୍ତର୍ଗତ। ଏହି ଉପପୁରାଣ सांब ପୁରାଣରେ सांब ଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ। ଏହି सांब ପୁରାଣ ଦେବଶ୍ରୀ ନାରଦ ଶ୍ରୀକୃଷ୍ଣ ଜାମ୍ବବନ୍ତୀ ପୁତ୍ର सांबଙ୍କୁ ଶୁଣାଇଛନ୍ତି। सांबानुସାରେ ଏହି ଦଶମୀକୁ सांब ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ ବୋଲି କୁହାଯାଏ। କଥିତ ଅଛି ଶ୍ରୀକୃଷ୍ଣଙ୍କର ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ सांब ଅତ୍ୟନ୍ତ ସୁନ୍ଦର ଥିଲେ। ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାକୁ सांब ଅପହରଣ କରି ଆଣିଥିଲେ। ବଳରାମଙ୍କ ସହାୟତାରେ सांब ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷ୍ମଣାଙ୍କୁ। ଅନ୍ତପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନ ଥିବା ବେଳେ ଦ୍ୱାର ଦେଶରେ सांबକୁ ଜଗାଇ ଆଦେଶ ଦେଇଥିଲେ କାହାକୁ ଅନ୍ତପୁରକୁ ନ ଛାଡ଼ିବା ପାଇଁ। ଏହି ସମୟରେ ମହର୍ଷି ଦୁର୍ବାସା ଦ୍ୱାର ଦେଶରେ ଉପନୀତ ହୋଇ ଶ୍ରୀକୃଷ୍ଣଙ୍କୁ ଦର୍ଶନ ଚାହିଁଲେ। सांब ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକିଦେଲେ। ଶ୍ରୀକୃଷ୍ଣ सांबକୁ କୁଷ୍ଠରୋଗ ହେବା ନିମନ୍ତେ ଅଭିଶାପ ଦେଲେ। ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର सांबର କୁଷ୍ଠମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି सांबଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ। ସଂସ୍କୃତ सांब ପୁରାଣ ଅନୁସାରେ ଚନ୍ଦ୍ରଭାଗା ତୀର୍ଥ ମହାତ୍ମ୍ୟ ବିଶଦ ବର୍ଣ୍ଣିତ। ଦେବଶ୍ରୀ ନାରଦଙ୍କ ସହ सांब ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ। ସେହିଦିନ ଥିଲା ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥି। ସେଠାରେ ସୂର୍ଯ୍ୟଙ୍କ ପୂଜା ଅର୍ଚ୍ଚନା କଲେ ଓ ତପସ୍ୟା କଲେ। सांब ଚନ୍ଦ୍ରଭାଗା ନଦୀ କୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କ ଏକ ମଣି ବିଗ୍ରହ ପାଇଥିଲେ। ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ।